पुरी सहर खाकीमठ नुआसाही दीर्घ वर्ष हेब एक अस्तवृक्ष रही जो अस्तवृक्ष की बड़ बड़ बात्यार भागे ना दीर्घ 14 वर्ष पूर्वे से वृक्ष मूल नागनागुणी खेलुवर स्थानीय बासिंदा देखा पाई दिनकर घटना दुई जन युवक थका मेटाइवाई से वृक्ष तले बसी सेठे विश्राम नेउथबा समय निद आसबार शोपड़ी निदरे शोवा समय सुकांत बारिक नामक युवक को स्वप्न देशला एक मंदिर निर्माण कर शनिदेव को पूजा करने सुकांत सांग को उठाई साई बासिंदा को सब घटना जनाइबा परे स्थानीय युवकों प्रचेषा एवं शाही बासिंदा मिलित उद्यम दीर्घ 14 वर्ष हेब से वृक्ष तलु एक सुंदर मंदिर हो शनिदेव पूजा पाइबा सहित माँ दक्षिणाकाणी एवं नवग्रह पूजा पाउछन्ति स्थान में प्रतिवर्ष भली चलित वर्ष मंदिर प्रतिष्ठा दिवस में सोमवार ठारू गुरुवार पर्यंत कलश यात्रा अंकुरारोपण यज्ञ आरंभ कर पूर्णाहुति पर्यंत महाडंबर पालन करा सहित 2000 ऊर्ध्व भक्त प्रसाद सेवन करते एक कार्यक्रम को सुकांत बारिकों सहित मानगोविंद दलाई राकेश प्रधान उमेश चंद्र दास रवि नारायण दास और पंडित रघुनाथ दासों सहित अनुष्ठान समस्त सदस्य परिचालना करिबारे सहयोग करथिले। सूर्य प्रचोदयाय स्वाहा सूर्य महाग्रहाय ओम निशाकरा विद्महे कपाकरा धीमहि तन्नो चंद्र प्रचोदयाय स्वाहा दंड महाग्रहाय ओम निशाकरा सामकृष्ण तथा रक्षे अधर्वाणोत्तमाधम यजमान सब वसुधार देवता सहाय वसुधार देवता
ओम तन्नो अग्ने वरुणस्य विद्वान् देवस्य हेणाभयाधिष्ठ ज्येष्ठमनितमस्य विष्णुजे साग प्रभु बुद्ध स्वाहा स्वाहा इदं कपालेश्वर देवाय स्वाहा इदं कपालेश्वर देवाय स्वाहा इदं कपालेश्वर देवाय ओम वैश्वानरजात वेदयः लोहिताक्ष सर्वकर्माणि साधय साधय उत्तरलक्षां कल्पये ओम ह्रीं श्रीं शंशरा देवताय कनकवर्णाय हिरण्य ओम ह्रीं श्रीं ह्रीं प्रेताय देवताय नीलवर्णाय कृष्णाय शनिदेव ओम लांचनया भासं विष्णु महाग्रह हारो ଆଗରେ ବୋଲେ ପତ୍ର ପଡ଼ିବ ସୁଧ ଦିଆବ पुष्पांजलि ओम अग्ने गब्रवाय मैथुनाय शक्तिस्थाय भगवान विजय वैदिकी कविश्चर्या कर्तन दर्शपुर्णः पुष्पांजलि समर्पयामि ओम चतुर्थंगन्धराभं नमोशिखा
यज्ञगर्भेश्वरम् आरं वन्दादिबद्धं धर्मवैरं वेशदानस्तमस्तम् इन्द्राणि लोकपाले गारणबुधि सर्ववेदं सर्वभक्षं श्राद्धं सप्तजीवं दोषं विष्णवे पन्नरेव ॐ अग्निगुरुवाय निषादाय सिद्धाय अभिषेकाय भक्तिविष्णुभक्ताग्रहि जितेन्द्र कुमार दले ଆଜ୍ଞା ଆଜି ଆପଣଙ୍କର ସୋମବାର ଠାରୁ ଯେଉଁ ଗୁରୁବାର ଯାଏଁ ଏଠାରେ ଯଜ୍ଞ ଚାଲିଛି ଶନି ମନ୍ଦିର ତ ଏଠି ଗୋଟେ ବରଗଛ ଦେଖିବାକୁ ମିଳୁଛି ତ ଶନି ଓସ୍ତ ଗଛ ତ ଶନି ମନ୍ଦିର ଆଗ ନା ଓସ୍ତ ଗଛ ଆଗ? ଆଜ୍ଞା ଓସ୍ତ ଗଛ ଆଜ୍ଞା ଆଗ ଆଉ ଓସ୍ତ ଗଛ ଏଠି ଛୋଟିଆଟେ ହେଇଥିଲା ସେତେବେଳେ ସର୍ପ ଏଠି ବାହାରେ ତାର ପ୍ରଭୁଙ୍କ ସ୍ୱପ୍ନାଦେଶ ହେଲା ଆମର ଏଇ କର୍ମକର୍ତ୍ତା ଏଠି ସୁଖଦେବ ମଣ୍ଡପ ଅଛନ୍ତି ସିଏ ହେଲା କର୍ତ୍ତା ହିସାବରେ ଅଛନ୍ତି ତାଙ୍କୁ ସ୍ୱପ୍ନାଦେଶ ହେଲା ଆଜିକି 14 ବର୍ଷ ତଳେ ଆଉ ସେତିକି ବେଳେ ଆମ ମନ୍ଦିର ନିର୍ମାଣ କରିବୁ ବୋଲି ଆମେ ସମସ୍ତେ 4-5 ଜଣ କର୍ମକର୍ତ୍ତା ଆଗ୍ରହ ହେଲୁ ପ୍ରଭୁଙ୍କ ଦୟାରୁ ମନ୍ଦିରଟି ନିର୍ମାଣ ହେଲା ମାନେ ଶନି ଶନି ବେଳେ ବି ଆଜ୍ଞା ଏଇଟା ଭାଙ୍ଗି ଯାଇଥିଲା ପୁରା ଉପଡ଼ି ଯାଇଥିଲା ଗଛଟା ଆମେ ତାକୁ ପୁଣି ପୁନଃ ରଖିଲୁ ତାର ପିଣ୍ଡି କଲୁ ସେ ମନ କଅଣିକି ପ୍ରଭୁଙ୍କ ଆଶୀର୍ବାଦରୁ ପୁଣି ମନ କଅଣିକିରି ଏଠି ଶନିଦେବଙ୍କର ସ୍ୱପ୍ନାଦେଶ ହେଲା ଆଜ୍ଞା ଏଠି ଶନି ମନ୍ଦିର କରିବା ପାଇଁ କାହାକୁ ହେଲା ସ୍ୱପ୍ନାଦେଶ? ଆମ କର୍ମକର୍ତ୍ତା କର୍ତ୍ତା ଅଛନ୍ତି କି ଆଜ୍ଞା ତ ଏ ଯେଉଁ ଯଜ୍ଞ ହେଉଛି କ'ଣ ହେଉଛି କେତେ ବର୍ଷ ଧରି ହେଲାଣି? 14 ବର୍ଷ ଆଜ୍ଞା ଏଇ ବର୍ଷକୁ ମିଶି 14 ବର୍ଷ ଆଜ୍ଞା ହେଲାଣି ତ ମନ୍ଦିର ଯେବେଠୁ ହେଉଛି ଯଜ୍ଞ ସେବେଠୁ ହେଉଛି ଆଜ୍ଞା ତ କେତେ ଦିନ ଧରି କ'ଣ ଯଜ୍ଞ ସବୁ କ'ଣ କାର୍ଯ୍ୟକ୍ରମ କରାଯାଏ? ଆମର ଆଜ୍ଞା 4 ଦିନ ହୁଏ କାଲି କଳସ ଯାତ୍ରା ହେଇଥିଲା ଆଜିଠୁ ହେଲା ଆରମ୍ଭ ହେଲା ଯଜ୍ଞ ଆଉ 22 ତାରିଖ ପୂର୍ଣ୍ଣ ଆହୁତି ହେବ। ଆଜ୍ଞା ଧନ୍ୟବାଦ। ଆଜ୍ଞା ମୋ ନାଁ ହେଉଛି ସୁକାନ୍ତ ବାବୁ। ତ ଏ ଯେଉଁ ଶନିଦେବଙ୍କର 14 ବର୍ଷ ହେଲାଣି ଏଠାରେ ମନ୍ଦିର ହେଉଛି ଯଜ୍ଞ କରାହେଉଛି ତ ଏଠି ଓସ୍ତ ଗଛଟି ଦେଖାହେଉଛି ତ ଶୁଣିବାକୁ ମିଳିଲା ଯେ ଆପଣଙ୍କୁ ସ୍ୱପ୍ନାଦେଶ ହେଇଥିଲା କ'ଣ ସ୍ୱପ୍ନାଦେଶ ହେଇଥିଲା କିଭଳି ହେଇଥିଲା ଟିକେ କହିବେ କି? ଆଜ୍ଞା ଆମେ ଗୋଟେ ଦିନ ଆସିଲା ବେଳକୁ ଗଛ ପାଖରେ ସାପ ନାଗୁଣୀ ଖେଳୁଥିଲେ ଯେ ଆମେ କହିଲୁ ଏଠି କ'ଣ ହେଉଛି ନାଗୁଣୀ ଖେଳୁଥିଲେ ଆମେ ମୋର ମୋ ସାଙ୍ଗର ଟିକେ ବସିଲୁ କିଛି ସମୟ ବସିବା ପରେ ଏଇଠି ଆଜ୍ଞା ଆମେ ଶୋଇପଡ଼ିଲୁ ଖଟଟେ ପଡ଼ିଥାଏ ଶୋଇପଡ଼ିଲୁ ସେ ଖଟ ଶୋଇବା ପରେ ଆଜ୍ଞା ଆମ ସ୍ୱପ୍ନାଦେଶ ପ୍ରଭୁ ଗ୍ରହରାଜ ଶନିଦେବ ସ୍ୱପ୍ନାଦେଶ କଲେ ଯେ ଏଠି ମୋର ନିହାତି ମନ୍ଦିରଟି ନିର୍ମାଣ କରିବା ଦରକାର ଯେ ଆଜ୍ଞା ଆମେ ଏଇ ସ୍ୱପ୍ନଦେଶକୁ ନେଇକି ଆମେ ନିରଞ୍ଜନ ମହା ପଣ୍ଡିତ ଆଜ୍ଞା ସେ ଦେହାନ୍ତ ହେଇଗଲେଣି ତାଙ୍କରି ମାଧ୍ୟମରେ ଆଜ୍ଞା ଏ ମନ୍ଦିର ଆଜି ଏତେ ବାଟକୁ ଯାଇଛି ସେ ସ୍ୱପ୍ନାଦେଶରୁ ଆମେ ଆଜ୍ଞା ମନ୍ଦିରଟିକୁ ନିର୍ମାଣ କରିଛୁ ପ୍ରଭୁଙ୍କ ଆଶୀର୍ବାଦରୁ କାମଟି କରିଛୁ। ତ 14 ବର୍ଷ ହେଲାଣି ମନ୍ଦିର ହେଇଛି ତ ତା ସହିତ ଯଜ୍ଞ ବି କରାହେଉଛି କ'ଣ କାର୍ଯ୍ୟକ୍ରମ ସବୁ କରାହେଉଛି ଆଉ ମନ୍ଦିରରେ ଆଉ କେଉଁ ଠାକୁରାଣୀ ପୂଜା ପାଉଛନ୍ତି କେଉଁ ଠାକୁର ମନ୍ଦିରରେ ଆଜ୍ଞା ଗ୍ରହରାଜ ଶନି ଦେବତା ରହିଲେ ଦ୍ୱିତୀୟତଃ ମା ଦକ୍ଷିଣକାଳୀ ମା ଇଷ୍ଟଦେବୀ ରହିଲେ ଶନି ମହାପ୍ରଭୁଙ୍କର ଇଷ୍ଟଦେବୀ ରହିଲେ ଏଇ ଦୁଇଟି ରହିଲେ ଆମର ଆଜ୍ଞା ମୁଖ୍ୟ। ସୋମବାର ଠାରୁ ଆପଣଙ୍କର ଯେଉଁ ଗୁରୁବାର ପର୍ଯ୍ୟନ୍ତ ଯେଉଁ ଯଜ୍ଞ ଅଛି କ'ଣ କରାଯାଏ ସବୁ? ଆଜ୍ଞା ସୋମବାର ଦିନ ଆମର ହେଉଛି କଳସ ଯାତ୍ରା ସୋମବାର କଳସ ଯାତ୍ରା ମଙ୍ଗଳବାର ଆଜ୍ଞା ଅଗ୍ନିସ୍ଥାପନା ବୁଧବାର ଦିନ ଆମର ହେଉଛି ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା ଗୁରୁବାର ଦିନ ପୂର୍ଣ୍ଣାହୁତି ଅଗ୍ନିଶାନ୍ତି ପୂର୍ଣ୍ଣାହୁତି ଶୁଣାଯାଉଛି ଏଠାରେ ପ୍ରସାଦ ବଣ୍ଟନ କରାଯାଏ ମାଗଣାରେ ପ୍ରଭୁଙ୍କର ଏତିକି ଆଶୀର୍ବାଦ ଅଛି ଆଜ୍ଞା କି କୋଉଠୁ ଆସି ଦେଇଛନ୍ତି ଆଜ୍ଞା ଆଜି ପର୍ଯ୍ୟନ୍ତ କୌଣସି ନେତା କିଛି ସାହାଯ୍ୟ କଲେ ନାହିଁ କିନ୍ତୁ ଭକ୍ତଙ୍କ ଆଶୀର୍ବାଦରୁ ଆଜ୍ଞା ଏଠି ପ୍ରଭୁଙ୍କର ଦୟାରୁ ଚାଲିଛି ଆଜ୍ଞା ପ୍ରସାଦ ବଣ୍ଟନ କରାଯାଉଛି। କେତେ ଭକ୍ତ ପ୍ରାୟ ଏଠି ଆସୁଛନ୍ତି ସେଦିନ ପ୍ରସାଦ ସେବନ ପାଇଁ? ଆଜ୍ଞା 1500ରୁ 1500 2000 ଭିତରେ ଭକ୍ତ ଆସନ୍ତି। ଆଜ୍ଞା ଧନ୍ୟବାଦ। ମୋ ନାଁ ଜିତେନ୍ଦ୍ର କୁମାର ଦଳେ ଆଜ୍ଞା ଆଜି ଆପଣଙ୍କର ସୋମବାର ଠାରୁ ଯେଉଁ ଗୁରୁବାର ଯାଏଁ ଏଠାରେ ଯଜ୍ଞ ଚାଲିଛି ଶନି ମନ୍ଦିର ତ ଏଠି ଗୋଟେ ବରଗଛ ଦେଖିବାକୁ ମିଳୁଛି ତ ଶନି ଓସ୍ତ ଗଛ ତ ଶନି ମନ୍ଦିର ଆଗ ନା ଓସ୍ତ ଗଛ ଆଗ? ଆଜ୍ଞା ଓସ୍ତ ଗଛ ଆଜ୍ଞା ଆଗ ଆଉ ଓସ୍ତ ଗଛ ଏଠି ଛୋଟିଆଟେ ହେଇଥିଲା ସେତେବେଳେ ସର୍ପ ଏଠି ବାହାରେ ତାର ପ୍ରଭୁଙ୍କ ସ୍ୱପ୍ନାଦେଶ ହେଲା ଆମର ଏଇ କର୍ମକର୍ତ୍ତା ଏଠି ସୁଖଦେବ ମଣ୍ଡପ ଅଛନ୍ତି ସିଏ ହେଲା କର୍ତ୍ତା ହିସାବରେ ଅଛନ୍ତି ତାଙ୍କୁ ସ୍ୱପ୍ନାଦେଶ ହେଲା ଆଜିକି 14 ବର୍ଷ ତଳେ ଆଉ ସେତିକି ବେଳେ ଆମ ମନ୍ଦିର ନିର୍ମାଣ କରିବୁ ବୋଲି ଆମେ ସମସ୍ତେ 4-5 ଜଣ କର୍ମକର୍ତ୍ତା ଆଗ୍ରହ ହେଲୁ ପ୍ରଭୁଙ୍କ ଦୟାରୁ ମନ୍ଦିରଟି ନିର୍ମାଣ ହେଲା ମାନେ ଶନି ବେଳେ ବି ଆଜ୍ଞା ଏଇଟା ଭାଙ୍ଗି ଯାଇଥିଲା ପୁରା ଉପଡ଼ି ଯାଇଥିଲା ଗଛଟା ଆମେ ତାକୁ ପୁଣି ପୁନଃ ରଖିଲୁ ତାର ପିଣ୍ଡି କଲୁ ସେ ମନ କଅଣିକି ପ୍ରଭୁଙ୍କ ଆଶୀର୍ବାଦରୁ ପୁଣି ମନ କଅଣିକିରି ଏଠି ଶନିଦେବଙ୍କର ସ୍ୱପ୍ନାଦେଶ ହେଲା ଆଜ୍ଞା
ଏଠି ଶନି ମନ୍ଦିର କରିବା ପାଇଁ କାହାକୁ ହେଲା ସ୍ୱପ୍ନାଦେଶ? ଆମ କର୍ମକର୍ତ୍ତା ଯିଏ କର୍ତ୍ତା ଅଛନ୍ତି ଯିଏ। ଆଜ୍ଞା, ତ ଏ ଯେଉଁ ଯଜ୍ଞ ହେଉଛି କ'ଣ ହେଉଛି କେତେ ବର୍ଷ ଧରି ହେଲାଣି? 14 ବର୍ଷ ଆଜ୍ଞା, ଏଇ ବର୍ଷ ମିଶି 14 ବର୍ଷ ଆଜ୍ଞା ହେଲାଣି। ତ ମନ୍ଦିର ଯେବେଠୁ ହେଉଛି ଯଜ୍ଞ ସେବେଠୁ ହେଉଛି? ଆଜ୍ଞା। ତ କେତେ ଦିନ ଧରି କ'ଣ ଯଜ୍ଞ ସବୁ କ'ଣ କାର୍ଯ୍ୟକ୍ରମ କରାଯାଏ? ଆମର ଆଜ୍ଞା 4 ଦିନ ହୁଏ। କାଲି କଳସ ଯାତ୍ରା ହେଇଥିଲା, ଆଜିଠୁ ହେଲା ଆରମ୍ଭ ହେଲା ଯଜ୍ଞ, ଆଉ 22 ତାରିଖ ପୂର୍ଣ୍ଣ ଆହୁତି ହେବ। ଆଜ୍ଞା, ଧନ୍ୟବାଦ। ଆଜ୍ଞା, ମୋ ନାଁ ହେଉଛି ସୁକାନ୍ତ ବାରିକ। ତ ଏ ଯେଉଁ ଶନିଦେବଙ୍କର 14 ବର୍ଷ ହେଲାଣି ଏଠାରେ ମନ୍ଦିର ହେଉଛି, ଯଜ୍ଞ କରାହେଉଛି, ତ ଏଠି ଓସ୍ତ ଗଛଟି ଦେଖାହେଉଛି, ତ ଶୁଣିବାକୁ ମିଳିଲା ଯେ ଆପଣଙ୍କୁ ସ୍ୱପ୍ନାଦେଶ ହେଇଥିଲା। କ'ଣ ସ୍ୱପ୍ନାଦେଶ ହେଇଥିଲା, କିଭଳି ହେଇଥିଲା ଟିକେ କହିବେ କି? ଆଜ୍ଞା, ଆମେ ଗୋଟେ ଦିନ ଆସିଲା ବେଳକୁ ଗଛ ପାଖରେ ସାପ ନାଗନାଗୁଣି ଖେଳୁଥିଲେ। ଯେ ଆମେ କହିଲୁ ଏଠି କ'ଣ ହେଉଛି, ନାଗନାଗୁଣି ଖେଳୁଥିଲେ। ଆମେ ମୋର ମୋ ସାଙ୍ଗର ଟିକେ ବସିଲୁ। କିଛି ସମୟ ବସିବା ପରେ ଏଇଠି ଆଜ୍ଞା ଆମେ ଶୋଇପଡ଼ିଲୁ, ଖଟଟେ ପଡ଼ିଥାଏ ଶୋଇପଡ଼ିଲୁ। ସେ ଖଟ ଶୋଇବା ପରେ ଆଜ୍ଞା ଆମ ସ୍ୱପ୍ନାଦେଶ ପ୍ରଭୁ ପ୍ରହରାଜ ଶନିଦେବ ସ୍ୱପ୍ନାଦେଶ କଲେ ଯେ ଏଠି ମୋର ନିହାତି ମନ୍ଦିରଟେ ନିର୍ମାଣ କରିବା ଦରକାର। ଯେ ଆଜ୍ଞା ଆମେ ଏଇ ସ୍ୱପ୍ନ ଦୋଷକୁ ନେଇକି ଆମେ ନିରଞ୍ଜନ ମହା ପଣ୍ଡିତ ଆଜ୍ଞା ସେ ଦେହାନ୍ତ ହୋଇଗଲେଣି, ତାଙ୍କରି ମାଧ୍ୟମରେ ଆଜ୍ଞା ଏ ମନ୍ଦିର ଆଜି ଏତେ ବାଟକୁ ଯାଇଛି। ସେଇ ସ୍ୱପ୍ନାଦେଶରୁ ଆମେ ଆଜ୍ଞା ମନ୍ଦିରଟିକୁ ନିର୍ମାଣ କରିଛୁ, ପ୍ରଭୁଙ୍କ ଆଶୀର୍ବାଦରୁ କାମଟି କରିଛୁ। ତ 14 ବର୍ଷ ହେଲାଣି ମନ୍ଦିର ହେଇଛି, ତ ତା ସହିତ ଯଜ୍ଞ ବି କରାହେଉଛି। କ'ଣ କ'ଣ କାର୍ଯ୍ୟକ୍ରମ ସବୁ କରାହେଉଛି? ଆଉ ମନ୍ଦିରରେ ଆଉ କେଉଁ ଠାକୁରାଣୀ ପୂଜା ପାଉଛନ୍ତି? କେଉଁ ଠାକୁର? ମନ୍ଦିରରେ ଆଜ୍ଞା ଗ୍ରହରାଜ ଶନି ଦେବତା ରହିଲେ, ଦ୍ୱିତୀୟତଃ ମା ଦକ୍ଷିଣକାଳୀ ମା ଇଷ୍ଟଦେବୀ ରହିଲେ, ଶନି ମହାପ୍ରଭୁଙ୍କର ଇଷ୍ଟଦେବୀ ରହିଲେ। ଏଇ ଦୁଇଟି ରହିଲେ ଆମର ଆଜ୍ଞା ମୁଖ୍ୟ। ସୋମବାର ଠାରୁ ଆପଣଙ୍କର ଯେଉଁ ଗୁରୁବାର ପର୍ଯ୍ୟନ୍ତ ଯେଉଁ ଯଜ୍ଞ ଅଛି କ'ଣ କ'ଣ କରାଯାଏ ସବୁ? ଆଜ୍ଞା, ସୋମବାର ଦିନ ଆମର ହେଉଛି କଳସ ଯାତ୍ରା, ସୋମବାର କଳସ ଯାତ୍ରା, ମଙ୍ଗଳବାର ଆଜ୍ଞା ଅଗ୍ନିସ୍ଥାପନ, ବୁଧବାର ଦିନ ଆମର ହେଉଛି ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନ, ଗୁରୁବାର ଦିନ ପୂର୍ଣ୍ଣାହୁତି ଅଗ୍ନି ଶାନ୍ତି। ପୂର୍ଣ୍ଣାହୁତି ଶୁଣାଯାଉଛି ଏଠାରେ ପ୍ରସାଦ ବଣ୍ଟନ କରାଯାଏ ମାଗଣାରେ। ପ୍ରଭୁଙ୍କର ଏତିକି ଆଶୀର୍ବାଦ ଅଛି। ଆଜ୍ଞା କି କୁଆଡ଼ୁ ଆସି ଦେଇଛନ୍ତି ଆଜ୍ଞା, ଆଜି ପର୍ଯ୍ୟନ୍ତ କୌଣସି ନେତା କିଛି ସାହାଯ୍ୟ କଲେ ନାହିଁ, କିନ୍ତୁ ଭକ୍ତଙ୍କ ଆଶୀର୍ବାଦରୁ ଆଜ୍ଞା ଏଠି ପ୍ରଭୁଙ୍କର ଦୟାରୁ ଚାଲିଛି ଆଜ୍ଞା ପ୍ରସାଦ ବଣ୍ଟନ କରାଯାଉଛି। କେତେ ଭକ୍ତ ପ୍ରାୟ ଏଠି ଆସୁଛନ୍ତି ସେଦିନ ପ୍ରସାଦ ସେବନ ପାଇଁ? ଆଜ୍ଞା 1500ରୁ 1500 2000 ଭିତରେ ଭକ୍ତ ଆସନ୍ତି। ଆଜ୍ଞା, ଧନ୍ୟବାଦ। ब्यूरो रिपोर्ट न्यूज उपांत खबर।